ବାହାଘର କେନ୍ଦୁଝର ହେଉଥିଲା। ଏଇଠୁ ଆମେ 1:30ରେ ବାହାରିଲୁ। 4ଟା ବୋଲେରୋ ଯାଇଥିଲା, 30-40 ଜଣ ଭିତରେ ଯାଇଥିଲୁ ଆଉ। ଫାଷ୍ଟ ତ ରାତିରେ 2ଟା ଗାଡ଼ି ପଳେଇଲା, ଆଉ ଗୋଟେ ଗାଡ଼ି ବରଯାତ୍ରୀ ସହିତ ଆସିଥାନ୍ତା। ସେ ତାଙ୍କର କହିଲେ ଯେ ଆମର ଲେଟ୍ ହେଉଛି। ସେ ଆଉ ଜଣେ କହିଲା ଯେ ମୋର ବି ଚାକିରି ଅଛି, ସ୍କୁଲ ଯିବି। ଆଉ ଜଣେ କହିଲା ମୋର ଘର ବାଡ଼ି ଛାଡ଼ିକି ଆଇଛି, ସକାଳୁ 6ଟାରେ ଆଇଛି ଯେ ଅବିକା କେତେବେଳେ ପହଞ୍ଚିବି କାଲି। ତାଙ୍କେ କହିଲେ ଯେ 9ଟାରେ ଆମେ ଛାଡ଼ିବୁ ତାଙ୍କେ ବରଯାତ୍ରୀ ମାନେ। ଆଉ ସେ କହିବା କଥା ଯେ ଆମେ ତ 9ଟା ଯଦି ବାହାରିବୁ ଆଉ କେତେବେଳେ ପହଞ୍ଚିବୁ ଯାଇ ଘରେ। ଆଉ ସେ ସେତେବେଳେ କହିଲେ 4ଟାରୁ ପଳେଇଲେ। ମୋ ମାମୁଁ ହବ, ଗୋଟେ ମାଇଁ ହବ, ମଉସା ମାଉସୀ ଅଛନ୍ତି ଏମିତି ଆଉ। ସେ 9ଟା 9:30 ଭିତରେ ଆଉ। କିନ୍ତୁ ସକାଳେ ଯାଇଥିଲା ଆମର ଗୋଟେ ବରଯାତ୍ରୀ ଗାଡ଼ି, ପିନ୍ଧାଣି ଗାଡ଼ିଟା ସକାଳୁ 6ଟାରେ ଆମର ଯାଇଛି। 6ଟା ଯାଇଛି, ସିଏ ଆମର ସେଠି 10ଟା ସୁଦ୍ଧା ପହଞ୍ଚିଲେ, 10:30 ପହଞ୍ଚିଛନ୍ତି। ସେ ପିନ୍ଧାପିନ୍ଧି କରିକି ତାଙ୍କର ରେଡ଼ି ହେଇଛନ୍ତି। ଆମେ ଏଠୁ ଗଲୁ 2:30 ନାଇଁ 1 1:30 ଗଲୁ ଏଠୁ ବରଯାତ୍ରୀ। ସେଠୁ ପହଞ୍ଚିଲୁ ଆମେ 6ଟା ଭିତରେ। ପଛନ କଲାବେଳକୁ ଆମେ ସରିଲା 10ଟା 10:30 ସରିଲା ଆଉ। ତାପରେ ଆମର ସବୁ ଖାଇଲୁ ପିଇଲୁ ରହିଲୁ। ଖାଇଲି ପିଇକି ଆମର 2ଟା ଗାଡ଼ି ରାତିରେ ଫେରିବ। ସେ ତାପରେ 2ଟା ଗାଡ଼ି ଆମର ରାତିରେ ଖାଇଲେ ପିଲା ସୁଟ୍ ପିଲା ଆମର ପଳେଇ ଆସିଲେ। 2ଟା ଗାଡ଼ି ପଳେଇ, ଗୋଟେ ଡ୍ରାଇଭର କହିଲା ମୁଁ ନିଶା ହେଇଛି ମୁଁ ଯିବିନି। ତାପରେ ସେ ଆର ଡ୍ରାଇଭର ଯାହାକୁ ଆମେ ଭାବିଥିଲୁ ସେଇ ଲୋକଟାକୁ, ଇଏ ସବୁ ବୁଝାବୁଝି କଥା ଗାଡ଼ି। ଆମେ କହିଲୁ ଏମିତିଆ ଡ୍ରାଇଭର ସବୁ ଆଣିଛ, ତମେ କ'ଣ ଏଇନା ଏ ଗାଡ଼ି ଗୁଡ଼ା ଏମିତି ନିଶା ଫୁସା ହେଇକି ପଡ଼ିଛନ୍ତି, ନା କେମିତି କ'ଣ ପିଲା ଯିବେ। ତାକୁ ସେ ଡ୍ରାଇଭର ତାକୁ ଉଠେଇଲା ବେଳକୁ ତାର ନିଶା ଫିସା କ'ଣ ଭାଙ୍ଗିଲା। ତାପରେ ଅଧା ବାଟ ଆସିକି ସିଏ ଚଲେଇ ନ ପାରିକି ସିଏ ଶୋଇ ପଡ଼ିଲା। ଗୋଟେ ଡ୍ରାଇଭର ଗାଡ଼ି ନେଇକି ପଳେଇଗଲା। ସିଏ ତାପରେ ଉଠିକି ରାତିରେ ପଳେଇ ଯାଇଛି। କହିଲୁ ଯେ ଆଉ ଲାଷ୍ଟଟା ଗୋଟେ ଗାଡ଼ି ରହିଲା ଆମର ବୁଲେଟଟା, ସେଟା ଆମ ବରଯାତ୍ରୀ ସାଙ୍ଗରେ ଆସିଥାନ୍ତା ଗାଡ଼ିଟା। ତାପରେ ଏଥିପାଇଁ କ'ଣ କହିଲେ ଆମର ଏତେ ଲେଟ୍ ରହିପାରିବୁନି, ଖାଇ ପିଇକି ଆମେ 5ଟା ସୁଦ୍ଧା ଆମକୁ ଛାଡ଼ କହିଲୁ। ସିଏ କହିଲା ନା ତମକୁ 5ଟା ତ ଛାଡ଼ି ପାରିବୁନି, ତମକୁ 8:30 9ଟା ଭିତରେ ଛାଡ଼ିବୁ। ସେ 9ଟାରେ ଛାଡ଼ିଲେ ଆମେ ସେଠି ଘରେ କେତେବେଳେ ପହଞ୍ଚିବୁ। ଆମର କାମଧନ୍ଦା ଅଛି, ଭଲ ମନ୍ଦ ଅଛି, ଘରେ ଝାଡ଼ୁ ପୋଡ଼ି ମାରିନୁ କିଛି ନାହିଁ। ଏଇଆ 4ଟା ଯୋଉ ଗାଡ଼ି ହେଲା, ସେ ଆସିଲା ବେଳକୁ ଏଠି ଆମର ଆକ୍ସିଡେଣ୍ଟ ହେଇଗଲା। ଆମର ଏଇଟା କ'ଣ କହନ୍ତି ସାର୍, ଏଇ ଯୋଉ ବରଳା ଛକ ପାରେ। ଆମେ ସେ ଖବର ପାଇଲୁ ଯେ 9ଟା 9:30 ଭିତରେ ଖବର ପାଇଲୁ।